ଗ୍ରାମ ଜଙ୍ଗଲରେ ଘଟି ଯାଇଛି ଏକ ଅଭାବନୀୟ ଦୁଃଖଦ ଘଟଣା। ଗ୍ରାମବାସୀ ମାନେ ସେହି ଅଘଟଣ ସମ୍ପର୍କରେ ଜାଣିବା ପରେ ଗ୍ରାମ ଜଙ୍ଗଲର ଏକ ଗଛ ନିକଟରେ ଆସି ରୁଣ୍ଡ ହୋଇଥିଲେ। 2 ଜଣ ସ୍କୁଲ ଛାତ୍ରୀ ସେହି ଗଛ ଡାଳରେ ନିଜର ଜୀବନ ହାରି ଦେଇଥିବା ବେଳେ ତାଙ୍କ ପରିବାର ଲୋକମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏପରି ଅଭାବନୀୟ ଅତି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ମାନ୍ୟକୁଣ୍ଡା ପଞ୍ଚାୟତର ବିଲିଗୁଡା ଗ୍ରାମ ଜଙ୍ଗଲରେ। ମୃତ ଛାତ୍ରୀମାନେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ବେଳେ ବେକରେ ଏପ୍ରନ୍ ଗୁଡାଇ ଗଛର ଗୋଟିଏ ଡାଳରେ ଝୁଲୁଥିଲେ। ମୃତ ଛାତ୍ରୀମାନେ ହେଲେ MV 74 ଗ୍ରାମର ଜ୍ୟୋତି ହାଲଦାର ଏବଂ MV 126 ଗ୍ରାମର ମନ୍ଦିରା ସୋଡି। ଉଭୟ MV 72 ଗ୍ରାମର ନୋଡାଲ ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ତେବେ ଗତ ଗୁରୁବାର ଦିନ ଠାରୁ 2 ଜଣ ଛାତ୍ରୀ ବିଦ୍ୟାଳୟକୁ ଯାଇ ଆଉ ଘରକୁ ଫେରି ନଥିଲେ। ତେଣୁ ତାଙ୍କ ପରିବାର ଲୋକମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ଗତକାଲି ସେମାନେ ନିଖୋଜ ହୋଇଯାଇଥିବା ନେଇ କାଲିମେଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ଆଜି ବିଲିଗୁଡା ଗ୍ରାମବାସୀ ମାନେ 2 ଜଣ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ମୃତ ଛାତ୍ରୀଙ୍କ ପରିବାର ଲୋକେ ଓ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଞ୍ଚିବାରୁ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ କେଉଁ କାରଣରୁ 2 ଜଣ ନାବାଳିକା ଏହିଭଳି ଚରମ ନିଷ୍ପତ୍ତି ନେଲେ ସେ ସମ୍ପର୍କରେ କିଛି ସ୍ପଷ୍ଟ ତଥ୍ୟ ମିଳିନାହିଁ। ସେପଟେ ଏପରି ଅଭାବନୀୟ ଘଟଣାକୁ ନେଇ ଏହାର ଉଚିତ ତଦନ୍ତ କରିବାକୁ ମୃତ ଛାତ୍ରୀଙ୍କ ପରିବାର ଲୋକମାନେ ଦାବି କରିଛନ୍ତି। XZP କାଲିମେଲା ଗତ ଗୁରୁବାର ଦିନ 2ଟା ଝିଅ ନିଖୋଜ ଥିବାରୁ ତାଙ୍କର ବାପା ମା FIR କରିଥିଲେ 79 ଥାନାକୁ। କିନ୍ତୁ ଆଜି ସକାଳେ ଖବର ଆସିଛି ଯେ ନା 2ଟା ଝିଅର ଝୁଲନ୍ତ ଅବସ୍ଥାରେ 2ଟା ଝିଅର ଲାଶ ଦେଖାଯାଉଛି ସ୍କୁଲ ଡ୍ରେସ୍ ସହିତ। ବ୍ୟାଗ୍ ବି ସେଠି ଅଛି ଏବଂ ତାଙ୍କର ପାଟିରୁ ବହୁତ ରକ୍ତଫକ୍ତ ବି ବାହାରିଛି, ବିଭିନ୍ନ ଜାଗାରେ ଦାଗ ଦୁଃଖ ବି ଦେଖାଯାଉଛି। ସେଇ ଝୁଲନ୍ତ ଅବସ୍ଥାରେ ତାଙ୍କୁ ଏବେ ଦେଖାଯାଉଛି। ଏବେ ବହୁତ ଗହଳି ହେଲା। ଆମେ ସେଥିପାଇଁ ଆମେ ଚାହୁଁଛୁ କମ୍ ସେ କମ୍ ଏଇଭଳିଆ ଘଟଣାକୁ ତୀବ୍ର ନିନ୍ଦା କରିବା, ଖାଲି ତୀବ୍ର ନିନ୍ଦା କରିବା ସହିତ ଅତି ଦୁଃଖ ସହିତ କହୁଛି ଆକୁ ଯେମିତି ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ କରି ଯେମିତି ସଠିକ୍ ଆର ନିର୍ଣ୍ଣୟ କରି ତାର ସଜା ଯେମିତି ଠିକ୍ ଭାବରେ ପାଇବ, ଯେଉଁଟାକି ସମାଜରେ କମ୍ ସେ କମ୍ ଅନ୍ୟ ଯେଉଁମାନେ ଦୁଷ୍କୃତ ମାନେ ଅଛନ୍ତି ସେମାନେ ଯେମିତି ଡରନ୍ତି ଯେ ଏଭଳିଆ କାମ କରବାଟା ଠିକ୍ ନାହିଁ ଏବଂ ସେମାନେ ଯେମିତି ଡରନ୍ତା ଏଭଳିଆ କାମ ଯେମିତି ନ ହୁଅନ୍ତୁ, ସେଟା ହିଁ ଆମେ ସରକାର ପାଖରେ କି ଆମର କାନୁନ ପ୍ରଶାସନ ପାଖରେ ଆମେ ଅନୁରୋଧ ଜଣାଉଛୁ। দুটো নাই মানে দুটো সেই জায়গা রয়েছে। ମାଲକାନଗିରି ଜିଲ୍ଲାରୁ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।